ଆସନ୍ତାକାଲି ଅନୁଗୁଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବଂରପାଳ ଅଞ୍ଚଳର ଗସ୍ତ ସ୍ଥାନରେ ଜିଲ୍ଲାପାଳଙ୍କ ସମୀକ୍ଷା। ଅନୁଗୁଳ ଜିଲ୍ଲା ବଂରପାଳ ନିକଟସ୍ଥ ଅଞ୍ଚଳର ଉନ୍ନତିକରଣ ହେବା ବଂରପାଳ କଲେଜରେ ଅତ୍ୟାଧୁନିକ ଲ୍ୟାବ୍ ନିର୍ମାଣ ପାଇଁ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ଜିଲ୍ଲାପାଳ ଅବଦଲ ଏମ୍ ଅକ୍ତାର ବଂରପାଳ ତାମଡ଼ା ମାର୍କେଟ ପହଞ୍ଚି ଶିଳାନ୍ୟାସ ହେବାକୁ ଥିବା ସ୍ଥାନର ତଦାରଖ କରିଥିଲେ। ଏହି ଭୂମିପୂଜନ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ରୁଦ୍ର ନାରାୟଣ ପାଣି, ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ଅଗସ୍ତି ବେହେରା, ହିନ୍ଦୋଲ ବିଧାୟିକା ସୀମାରାଣୀ ନାୟକ ପ୍ରମୁଖ ଯୋଗଦେବେ ବୋଲି ସ୍ଥିର ହୋଇଛି। ବଂରପାଳ କଲେଜକୁ ମଧ୍ୟ ଯାଇ ପ୍ରସ୍ତୁତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ ଜିଲ୍ଲାପାଳ। ପ୍ରସ୍ତୁତି ତଦାରଖ କାର୍ଯ୍ୟକ୍ରମରେ ଉଭୟ ସ୍ଥାନରେ ଉପଜିଲ୍ଲାପାଳ ମାୟାଧର ଚେହେରା, ଏସ୍ପି ରାହୁଲ ଜୈନ, ଉନ୍ନୟନ ପରିଷଦ ଅଧ୍ୟକ୍ଷ ଦେବଦତ୍ତ ମହାନ୍ତ, ଏଡିସିନାଲ ଏସ୍ପି ଆଇପିଏସ୍ ଭର୍ଷିତା ଆଡେପୁ ପ୍ରମୁଖ ଉପସ୍ଥିତ ଥିଲେ। ସ୍ଥାନୀୟ ଅଧିକାରୀ ଭାବେ ତହସିଲଦାର ରବିନାରାୟଣ ଆଚାର୍ଯ୍ୟ, ବିଡିଓ ଲୋଚନ ଦାସ, ଏବିଡିଓ ମାଧବ ପାଣିଗ୍ରାହୀ, ବଂରପାଳ ଥାନା ଅଧିକାରୀ ଦୁଷ୍ମନ୍ତ କୁମାର ସିଂଙ୍କ ଟାଟା ଷ୍ଟିଲ୍ ମେରାମଣ୍ଡଳୀ କାରଖାନା କର୍ତ୍ତୃପକ୍ଷ ପ୍ରମୁଖ ଉପସ୍ଥିତ ରହିଥିଲେ।